सबु बड़ बड़ से तो सबु बड़ आहरी कौन बड़ बड़ देउल बड़ ठाकुर बड़ होटेल बोलाए आनंद बजार रे भला आनंद बजार आनंद बजार रे भला आनंद बजार सेठी सबु बड़ सेठी छोट कहीं नाहांती नाई बड़ दांड बड़ पिंडा बड़ देउल बड़ मंदिर अरे बड़ बड़ पंडा पड़ाए बड़ पेट काढ़ी सेठी पंडा माने बसुंट गोरा गोरा पंडा माने सेवा करुछंती एडिकी एडिकी पेट बाहरी गोटे गोटे दौड़ी लखिया चेन बेकर पकई जेते केते कोठा बाड़ी सेठी देखिबा आ बड़ आश्चर्य जिनिस बड़ पक्षी थाई मुंडिया मुंडिया परा से ठाकुर बसंती सेठी गोटे बड़ पक्षीटे बइची ताकू कुंडिया मुंडिया दीटा ठाकुर से कहीं अरे हिंदू मुसलमान को दुई भेद थाई के उठी हाथ बेलाई कुंडाउछे भाई आम हिंदू कोटी हाथ मेले देले भाई आन सब टिके आमे बोले हाथ टेकी देले किंतु एक ब्रह्म दीति नास्ता पाठ होइछे एका काहाकू कई पोड़े पोते पका ये तीन पाठ एका तेणु जदि तू जगन्नाथ को दर्शन करू ए पापमय दुनिया केड़े बड़ होटेल किंतु से आनंद बजार से जगन्नाथ मंदिर सर्वसार बोले देखी जानी केते हनुमान अच्छा से प्रबल प्रबल हनुमान तेरे केते हनुमान अच्छा आम देखा आज्ञा सिंह द्वारे बसी एक हनुमान आरे भला एक हनुमान कौन से हनुमान आ भक्त हनुमान बोली बोलाउची आरे भला बोलाउची सर्वप्रथमे सिंहद्वार को बोले देख गोटे हनुमान बही से सदा सर्वदा राम नाम को भजन करती हनुमान ड्यूटी कौन आ विदेशिया मान को से जगी अच्छी रही मंदिर भीतर प्रवेश करी हनुमान ड्यूटी है जिते विदेशी लोक आसुंट मंदिर भितर को छाड़ीदबनी पश्चिम द्वार को बड़ा धीरे धीरे जीवु अरे हनुमान सेठारे देखिबु सेठारे देखिबु भला सेठारे देखिबु अरे भला सेठारे
ପଶ୍ଚିମ ଦ୍ୱାରରେ ପଥରର ହନୁମାନ ଏବେ ଗଲେ କେଉଁ ଭାବ ଯେତେବେଳେ ଦେଖିବେ 3 ରଥ ବର୍ଷକେ ଥରେ ଠାକୁର ଯାଉଛନ୍ତି ଗୁଣ୍ଡିଚା ଘରକୁ ଏଇ 3 ରଥକୁ ଟାଣି ଟାଣି ନେଇ ଆଜି ହନୁମାନ ଯାଉଥିବ ରେ କଣ ଏଇଥିପାଇଁ କରିଦେଲେ ଗାଈ ଦିଅରୁ ସିମେଣ୍ଟ ଗାଈ ଦିଅରୁ କ୍ଷୀର ବାହାର କରିଦେଲେ ଯେତେବେଳେ ଶ୍ରୀମନ୍ଦିର ଆସିଲେ ସାରଥି ଦେଖିଲେ ଆରେ ଇଏ ତ ପଥର ହନୁମାନ ଝାଳ ବହୁଛି ଆକୁ ଦେଖିକରି ସାରଥି କଲେ କଣ ସିମେଣ୍ଟ ଗାଈ ଦିଅରୁ ଇଏ କରିଦେଲେ ତାପରେ ଆସିବ ଦକ୍ଷିଣ ଦିଗ ଆଉ ଦକ୍ଷିଣ ଦ୍ୱାରରେ ବସିଛି ଏକ ହନୁମାନ ସମୁଦ୍ରର ଗର୍ଜନ ବଳଦେବ ଶୁଭୁଛି କି ଜାଣ ଦକ୍ଷିଣ ଦ୍ୱାରେ ଜଗି ବସିଛି କିଏ ନା କାନ ପୋତା ହନୁମାନ ଇଏ ସମୁଦ୍ରର ଗର୍ଜନ ଆଜି ବଡ ମନ୍ଦିରକୁ ଶୁଭୁଛି କି ନାହିଁ ଇଏ ଶ୍ରୀମନ୍ଦିରକୁ ଶୁଭୁଛି ନା ନାହିଁ ସେଥିପାଇଁ ସେ କାନ ଡେରିକି ସବୁବେଳେ ଶୁଣୁଛି ଆସିଲା 12 1 13 14 ହନୁମାନ ଆଉ ଉତ୍ତର ଦ୍ୱାରେ ରହିଛି ଶୀତଳା ମନ୍ଦିର ଆଉ ତାର ପାରସେ ବସିଛି ଏକ ହନୁବୀର ଆଉ ନିତ୍ୟ ପ୍ରତିଦିନ ରାମ ନାମ କରଇ ଭଜନ ବାବୁ ଉତ୍ତର ଦିଗଟା କଣ ହଉଛି ଭଲ ଉତ୍ତର ଦିଗଟା ଭଲ ନୁହେଁ ସେ ହନୁମାନ ଚିନ୍ତା କଲା ପ୍ରଭୁ ଇଏ ଉତ୍ତର ଦିଗଟା ଭଲ ନୁହଁ ସେଥିପାଇଁ ମୁଁ ଶୀତଳା ମନ୍ଦିର ପାଖରେ ଜଗି ବଇଛି କାହିଁକି ନା ଶିବ ଗଣେଶଙ୍କ ମଧ୍ୟ ପରା ଲାଗିଲା ଶବର ଆଉ ତ୍ରିଶୂଳରେ କାଟିଦେଲେ ଶିବ ଗଣେଶଙ୍କ ଶିର ଏ ଉତ୍ତର ଦିଗଟା ହଉଛି ମନୁଷ୍ୟ ସମାଜ ପାଇଁ କ୍ଷତିକାରକ ପ୍ରଭୁ ମୁଁ ସଦା ସର୍ବଦା ସେଇ ରାମ ନାମକୁ ଭଜନ କରୁଛି ହେଲେ ବାପ ପୁଅକୁ ଚିହ୍ନିଲାନି କି ପୁଅ ବାପ ଚିହ୍ନିଲାନି ଏକାଥର କରେ ଗଣ୍ଡି ମୁଣ୍ଡ ଅଲଗା ହୋଇଲା ଆଉ ଗଣ୍ଡି ପଡି ଅଛି ମୁଣ୍ଡ ପଡା ଗଡି ଗଡି ଗଲା ଆଉ ଏ ସମୟ ଶନି ରାହୁ କେତେ ହୁଅନ୍ତି ମେଳନ ନଜର ପଡିଗଲା ଶନିଙ୍କର ନଜର ପଡିଲା ଶନି କଲେ କଣ ଶନିଙ୍କ କ୍ରୋଧରେ ତ ମୁଣ୍ଡଟା ଅଧା ଜଳି ଯାଉଛି ଶନି ସଙ୍ଗେ ସଙ୍ଗେ ମୁଣ୍ଡଟାକୁ ଧରି କୋଥଳି ମୁଣ୍ଡରେ ରଖିଦେଲେ ଆଗତି ଦେଖନ୍ତେ ପରା ଗଣ୍ଡି ଅଛି ମୁଣ୍ଡ ନାହିଁ ଆଉ କ୍ରୋଧାନ୍ୱିତ ହୋଇ କାଳି ମୁଠି ଧରିଲେ କହି ବ୍ରହ୍ମା ବୋଲନ୍ତି ଜନନୀ ଲୋ କ୍ରୋଧ ଶାନ୍ତି କଣ ନିଶ୍ଚୟ ବଞ୍ଚାଇ ଦେବି ମୁଁ କୁମର ତୋହର ଏଇଠି କଲେ କଣ ଗୋଟେ ହାତୀର ମୁଣ୍ଡଟେ ଆଣି ଗଣେଶଙ୍କ ଗଳାରେ ଯୋଡ଼ିଦେଲେ ଗଣେଶ ହେଇଗଲେ ଗଜାନନ ଜୀବଦାନ ପାଇଲେ
ଗଜ ମୁଣ୍ଡ ହେଲେ ତେଣୁ ଶନି ପରା ଏଇ ମୁଣ୍ଡଟା ଯେତେବେଳେ ନେଇ କୋଥଳି ମୁଣ୍ଡରେ ଯାଉଛି ଆଉ ସମୁଦ୍ର ମଧ୍ୟରେ ପରା ଶନି ଦେବ